ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଜେରୁସାଲେମ ନିଉ ସିଟି, ନୂତନ ଜେରୁସାଲେମ। ଆପଣ ହୁଏତ ଭାବୁଥିବେ ପ୍ରକାଶିତ ବାକ୍ୟରେ ଯେଉଁ ନୂତନ ଜେରୁସାଲେମ ବିଷୟରେ ଲେଖା ଅଛି ଏଇଟା ବୋଧେ ସେମିତି ହେଇଥିବ। ଏଇଟା ସେଇଟା ନୁହେଁ। ଆଜିର ଭିଡ଼ିଓ ବନେଇବାର ମୁଖ୍ୟ କାରଣ ହେଉଛି ଆପଣମାନଙ୍କୁ ମୁଁ ଜେରୁସାଲେମର ନୂଆ ସହର ଦେଖାଇବି ବା ନୂଆ ସହରକୁ ପରିକ୍ରମା କରାଇବି। ସେଥିପାଇଁ ପ୍ରିୟ ବନ୍ଧୁଗଣ, ଭିଡ଼ିଓକୁ ଆପଣ ଦେଖୁଥାନ୍ତୁ। ଆଜିର ଜେରୁସାଲେମ କେମିତି? ଜେରୁସାଲେମରେ ଦୁଇଟା ସହର ଅଛି, ଗୋଟେ ହେଉଛି ଓଲ୍ଡ ସିଟି ଆଉ ଗୋଟେ ହେଉଛି ନିଉ ସିଟି। ତେବେ ଓଲ୍ଡ ସିଟି ବା ପୁରୁଣା ସହର ବିଷୟରେ ବା ପୁରୁଣା ସହରକୁ ଆମ୍ଭେମାନେ ଆଉ ଅନ୍ୟ ଏକ ଦିନ ଆମେ ଦେଖିବା। କିନ୍ତୁ ଆଜିର ଏଇ ଯେଉଁ ଭିଡ଼ିଓ ରହିଅଛି, ଏ ଭିଡ଼ିଓରେ ଆମ୍ଭେମାନେ ଜେରୁସାଲେମ ନୂଆ ସହରକୁ ଆମେ ଦେଖିବା। ବର୍ତ୍ତମାନ ଆପଣ ଯାହା ଦେଖୁଛନ୍ତି ଇଏ ହେଉଛି ନୂଆ ସହର, ଆଉ ଏଇଟା ହେଉଛି ନୂଆ ସହର। ଦେଖନ୍ତୁ, ରାସ୍ତା ଉପରେ ଟ୍ରେନ୍ ଚାଲିଛି। ଆଶ୍ଚର୍ଯ୍ୟ କଥା, ଆମର ଭାରତରେ ମଧ୍ୟ କିଛି କିଛି ଜାଗାରେ ରାସ୍ତା ଉପରେ ଟ୍ରେନ୍ର ବ୍ୟବସ୍ଥା ହେଲାଣି। ଇଏ ଟ୍ରେନ୍ ନୁହେଁ, ୟାକୁ ଟ୍ରାମ୍ପ ବୋଲି କୁହାଯାଏ। ଯଦି ଆପଣ କେବେ ଯାଆନ୍ତି ଯଦି ଇସ୍ରାଏଲ ଦେଶକୁ, ତେବେ ସେଠି ଆପଣ ଟ୍ରାମ୍ପରେ ଗଲେ ସହଜରେ ଆପଣ ଯିବା ଆସିବା କରିପାରିବେ। ମାହାନେ ୟେହୁଦା ମାର୍କେଟ, ଲାର୍ଜେଷ୍ଟ ଜିଉସ୍ ଫୁଡ୍ ମାର୍କେଟ। ଇଏ ହେଉଛି ଜିହୁଦୀମାନଙ୍କର ସବୁଠାରୁ ବଡ଼ ମାର୍କେଟ। ଏଠି ସବୁ ପ୍ରକାର ଖାଦ୍ୟ ମିଳିବ। ତାଙ୍କ ଦେଶର ଲୋକମାନେ ଇସ୍ରାଏଲ ଦେଶର ଲୋକମାନେ ଯାହା ବି କିଛି ଖାଆନ୍ତି, ଖାଇବା ଜିନିଷ ସବୁ ଏଠାରେ A to Z ସବୁ ଏଠି ମିଳିବ। ମାଛ ମାଂସଠାରୁ ଆରମ୍ଭ କରିକି, ଜଳଖିଆଠାରୁ ଆରମ୍ଭ କରିକି, ରାସନ ଜିନିଷ ଯାହା ଚାହିଁବେ ତାହା ଆପଣ ପାଇବେ। ଇଏ ହେଉଛି ସବୁଠାରୁ ବଡ଼ ମାର୍କେଟ। ଦେଖୁଥାନ୍ତୁ ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଦେଖାଇବି, ଯେମିତି କହିଥିଲି, ଜେରୁସାଲେମ ନୂଆ ସହର। ଇଏ ହେଉଛି ନୂଆ ସହର। ଚାଲନ୍ତୁ ସହରକୁ ଟିକେ ପରିକ୍ରମା କରିଦେବା। ଆଉ ଏଠାକାର ଚାଲିଚଳଣି, ଖାଦ୍ୟ ପଦାର୍ଥ ଆଉ ବସ୍ତ୍ର ଆଉ ଘର ଦ୍ୱାର ସବୁକିଛି ଆପଣ ନିଜ ଆଖିରେ ଦେଖିବେ। ସେଥିପାଇଁ ଭିଡ଼ିଓକୁ ଆପଣ ଦେଖୁଥାନ୍ତୁ। ଆଉ ଯଦି ଭିଡ଼ିଓ ଭଲ ଲାଗୁଛି, ଭିଡ଼ିଓକୁ ସେୟାର କରିବା ପାଇଁ ବିଲକୁଲ ବି ଭୁଲିବେ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ମୋର ଭାଇ ଏବଂ ଭଉଣୀମାନେ, ଏଇ ଦେଖନ୍ତୁ, ଇଏ ହେଉଛି ସବୁଠାରୁ ବଡ଼ ଫୁଡ଼୍ ମାର୍କେଟ। ଏଠି ସମସ୍ତ ପ୍ରକାର ଖାଦ୍ୟ ପଦାର୍ଥ ମିଳେ। ନୂତନ ଜେରୁସାଲେମ ବା ଜେରୁସାଲେମ ନୂଆ ସହର କେବଳ ଏତିକିରେ ସୀମିତ ନୁହେଁ, ବାହାରେ ଆହୁରି ମଧ୍ୟ ବହୁତ ବଡ଼ ଏରିଆ ଅଛି। ଏ ମାର୍କେଟ ହେଉଛି ବହୁତ ବଡ଼ ମାର୍କେଟ, ବହୁତ ଲମ୍ବା ମାର୍କେଟ ଇଏ। ଆଉ ଯେମିତି ମୁଁ କହୁଥିଲି ଆପଣଙ୍କୁ, ଏଠି ସମସ୍ତ ପ୍ରକାର ଜିନିଷ ଆପଣ ପାଇବେ। ତାଙ୍କ ଦେଶର ଖାଇବା ଜିନିଷଠାରୁ ଆରମ୍ଭ କରିକି, ଖାଇବା ଜିନିଷ ମଧ୍ୟରେ ସବୁ ପ୍ରକାର ଖାଦ୍ୟ ପଦାର୍ଥ ଏଠି ଆପଣ ପାଇପାରିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, এই ଜେରୁସାଲେମ ଆମମାନଙ୍କ ନିମନ୍ତେ ଅତି ଗୁରୁତ୍ୱପୂର୍ଣ୍ଣ। କାହିଁକି ନା ଏଇଟା ହେଉଛି ଅତି ସାଧାରଣ ବିଷୟ। ଯେହେତୁ ଆମମାନଙ୍କର ଉଦ୍ଧାରକର୍ତ୍ତା ବା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ ଜେରୁସାଲେମରେ ଜନ୍ମଗ୍ରହଣ କରିଥିଲେ,
ଆଉ ବେଥଲିହିମ୍ର ଏକ ଗୁହାଳ ଘରେ ଜନ୍ମ ହେଇଥିଲେ। ଏଇଟା ବହୁତ ସାଧାରଣ ବିଷୟ, ଯେଉଁଟାକି ଗୋଟେ ଛୋଟ ପିଲା ବି କହିଦେବ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କେଉଁଠି ଜନ୍ମ ନେଇଥିଲେ। ଆଉ ଆଜିର ଜେରୁସାଲେମ ଏମିତି, ଯୀଶୁଙ୍କ ସମୟରେ ଏମିତି ନଥିଲା। ଯୀଶୁଙ୍କ ସମୟରେ ଲୋକ ସଂଖ୍ୟା କମ୍ ଥିଲେ। ତାପରେ ଏମିତି ରାସ୍ତାଘାଟ, ବଡ଼ ବଡ଼ ବିଲ୍ଡିଂ ନଥିଲା। ଅଧିକାଂଶ ହୁଏତ ଜଙ୍ଗଲ ଥାଇପାରେ, ଆଉ ଘର ଗୁଡ଼ିକ ଛୋଟ ଥାଇପାରେ। ମାନେ ମୁଁ ଗୋଟେ କଳ୍ପନା କରି କହୁଛି, ମାନେ ଏକ୍ଜାକ୍ଟଲି ସେମିତି ହେଇଥିବ ସେମିତି କିଛି ମାନେ ନାହିଁ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ବି ଜାଗାକୁ ଯାଉଥିଲେ ଚାଲିକି ଯାଉଥିଲେ, ନହେଲେ ଯଦି ସମୁଦ୍ର ଯଦି ମଝିରେ ପଡ଼ିଲା ନୌକାରେ ଆରପାରିକି ଯାଉଥିଲେ। ଆଉ ଯୁଆଡ଼େ ବି ଯାଉଥିଲେ ତାଙ୍କ ଶିଷ୍ୟମାନେ ଯୀଶୁଙ୍କ ସହିତ ଯାଉଥିଲେ। ତେବେ ପ୍ରିୟ ବନ୍ଧୁଗଣ, ଦେଖନ୍ତୁ ଏଇ ସହରକୁ ଦେଖନ୍ତୁ, ଆଜିର ନୂଆ ଜେରୁସାଲେମ, ଆଜିର ନୂଆ ଜେରୁସାଲେମ ସହର ଏମିତି ଦେଖାଯାଏ। ଆପଣ ଦେଖନ୍ତୁ ଏଠି କ'ଣ ମିଳୁଛି, ମାନେ ବହୁତ ଗୁଡ଼ିଏ ନୂଆ ନୂଆ ଜିନିଷ ମୁଁ ବି ଦେଖୁଛି। ଆଉ ହୁଏତ କିଛି ଜଳଖିଆ ଥାଇପାରେ। ହଁ ଆଜ୍ଞା, କିଛି ଜଳଖିଆ ଥାଇପାରେ ଏସବୁ। ଆଉ ଲୋକମାନଙ୍କୁ ବି ଦେଖନ୍ତୁ କେମିତି କିଣିବା ପାଇଁ ପୁରା ବ୍ୟଗ୍ର ଲୋକମାନେ। ଆଉ ବହୁତ ଲୋକମାନେ ଏଠି ଅଛନ୍ତି, କାରଣ ମୁଁ ଆପଣଙ୍କୁ କହିଥିଲି ଇଏ ହେଉଛି ବହୁତ ବଡ଼ ଖାଦ୍ୟ ମାର୍କେଟ ବା ଫୁଡ଼୍ ମାର୍କେଟ। ତେଣୁ ଏଠାକାର ଲୋକମାନେ ଜାଣନ୍ତି ଯେ ଆମକୁ ଯଦି ଖାଦ୍ୟ କିଣିବାର ଅଛି, ଇଆଡ଼େ ସିଆଡ଼େ ନ ଯାଇକି ଯଦି ଆମେ ଏଇଠିକି ଆସିବା, ତେବେ ଆମକୁ ସବୁ ପ୍ରକାର ଜିନିଷ ଏଠି ମିଳିବ। ଆଉ ଏଠାକାର ଲୋକମାନେ ଜାଣନ୍ତି। ଆଉ ସେଥି ନିମନ୍ତେ ଲୋକମାନେ କ'ଣ କରୁଛନ୍ତି, ପ୍ରାୟ ଅଧିକାଂଶ ଲୋକମାନେ এই ଫୁଡ଼୍ ମାର୍କେଟ ବା ଖାଦ୍ୟ ମାର୍କେଟରେ ଉପସ୍ଥିତ ରହି ସେମାନଙ୍କର ସାମଗ୍ରୀକୁ ସେମାନେ କିଣନ୍ତି। এইটা ତ ଆପଣ ଦେଖିଲେ ଫୁଡ଼୍ ମାର୍କେଟ। ତାପରେ ଆମେ ଅନ୍ୟାନ୍ୟ ବିଷୟ ବି ଦେଖିବା। ଆଉ ଟିକେ ଆମେ ବୁଲିଯିବା, ଆଉ କ'ଣ କ'ଣ ଏଠି ମିଳୁଛି ଆମେ ଦେଖିବା। ହଁ ପ୍ରିୟ ବନ୍ଧୁଗଣ, ଦେଖିବା ଏ ଜାଗାରେ ଆଉ କ'ଣ କ'ଣ ସବୁ ମିଳୁଛି। ୱାଓ, ଏଠି ଡ୍ରେସ୍ ମିଳୁଛି। ଗୋଟେ ଛୋଟ ଦୋକାନ କହିଲେ ଚଳିବ, କିଛି ଭୁଲ ହେବନି। ଆଉ ଜାଫା ଷ୍ଟ୍ରିଟ୍, ଆଉ ଜାଫାର ଏଇ ଯେଉଁ ଜାଗା ଆପଣ ଦେଖୁଛନ୍ତି, ଜାଫା ଯେଉଁଠି ପିତର କ'ଣ କରିଥିଲେ, ଦର୍ଶନ ପାଇଥିଲେ। ଜାଫା ଆପଣ ପଢ଼ିପାରିବେ, ପ୍ରେରିତ ପୁସ୍ତକ ଆପଣ ପଢ଼ନ୍ତୁ। ଆଉ ଜାଫା ସହର, ତେବେ ଆଜି ଏମିତି ଦେଖାଯାଏ। ଆପଣ ଦେଖିପାରୁଥିବେ ଜାଫା ସହର। ଆଉ ଜାଫା ନଗରର ଇଏ ହେଉଛି ରାସ୍ତା, ଡବଲ ରୋଡ଼ ବା ତ୍ରିପଲ ରୋଡ଼। ଆଉ ଏଠାର ସବୁ ଜିନିଷ ଆପଣ ଦେଖିବେ ନିଟ୍ ଆଣ୍ଡ କ୍ଲିନ୍ ଦେଖିବେ। ନିଟ୍ ଆଣ୍ଡ କ୍ଲିନ୍, ସବୁଆଡ଼େ ପରିଷ୍କାର ପରିଚ୍ଛନ୍ନ ଆପଣ ଦେଖିବାକୁ ପାଇବେ ସବୁଆଡ଼େ। ये ଦେଖନ୍ତୁ, ଏ ସମସ୍ତ ବିଷୟ କେମିତି ଲାଗୁଛି
ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଆଜିର ଜାଫା ସହର କେମିତି ଲାଗୁଛି ଆପଣଙ୍କୁ। ଜାଫା ବା ୟାକୁ ଆପଣ ହିବ୍ରୁ ଭାଷାରେ ୟାଫୋ ବୋଲି କହନ୍ତି, ୟାଫୋ, ଆମେ ଜାଫା ବୋଲି କହୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଭିଡ଼ିଓ କିପରି ଲାଗିଲା କମେଣ୍ଟ କରନ୍ତୁ। ଆଉ ଯଦି ଏ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଲା, ଯଦି ଭଲ ଲାଗିଥାଏ ଭିଡ଼ିଓକୁ ନିଶ୍ଚିନ୍ତ ରୂପରେ ସେୟାର କରନ୍ତୁ। ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲକୁ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରନ୍ତୁ ଆଗାମୀ ଭିଡ଼ିଓର ନୋଟିଫିକେସନ୍ ପାଇବା ନିମନ୍ତେ। ତେବେ ଏଠି ଆପଣ କେବେ ବି ଯଦି ଇସ୍ରାଏଲ ଦେଶକୁ ଯିବେ, ଆପଣ ବାଇବେଲ ରିଲେଟେଡ଼୍ ଯେତେ ବି ଜାଗା ଅଛି, ଏ ଦେଖନ୍ତୁ ଟ୍ରେନ୍ ଆସୁଛି, ରାସ୍ତା ଉପରେ ଟ୍ରେନ୍, ଆଚମ୍ବିତ କଥା। ୟାକୁ ଟ୍ରାମ୍ପ ବୋଲି କୁହାଯାଏ, ଟ୍ରାମ୍ପ। ଆପଣ ଯଦି ବାଇବେଲ ରିଲେଟେଡ଼୍ ଜାଗା ସବୁ ପରିଦର୍ଶନ କରିବା ପାଇଁ ଚାହୁଁଥିବେ, ଆପଣଙ୍କୁ ଏଇ ଟ୍ରାମ୍ପରେ ଯିବାକୁ ପଡ଼ିବ। ସେମିତି ବାଧ୍ୟତାମୂଳକ ନୁହେଁ, କିନ୍ତୁ ଯଦି ଆପଣ ଏମିତି ଟ୍ରେନ୍ରେ ଯିବେ ତେବେ ଆପଣ କମ୍ ଖର୍ଚ୍ଚରେ ଆପଣ ଯିବା ଆସିବା କରିପାରିବେ। ଯଦି ଆପଣ ଟ୍ୟାକ୍ସି ଭଡ଼ା କରିବା ପାଇଁ ଚାହିଁବେ ତେବେ ଟ୍ୟାକ୍ସି ଭଡ଼ା କରିକି ବି ଆପଣ ଯାଇପାରିବେ। କିନ୍ତୁ ଏମିତି ରାସ୍ତା ଉପରେ ଯେଉଁ ଟ୍ରେନ୍ ଚାଲୁଛି, ମାନେ ଏଇ ଟ୍ରେନ୍ରେ ଗଲେ କ'ଣ କି ଆପଣ କମ୍ ଖର୍ଚ୍ଚ ଆପଣ ପହଞ୍ଚି ପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଆଉ ଆଜିର ଭିଡ଼ିଓ ଜେରୁସାଲେମ ନୂଆ ସହର ଉପରେ ଆଧାରିତ ଆପଣ ଦେଖିଲେ। ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଏଇ ଭିଡ଼ିଓକୁ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ ଯେଉଁମାନେ ଦେଖିବା ପାଇଁ ଚାହୁଁଛନ୍ତି। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଯଦି ଆପଣ ପ୍ରଥମ ଥର ପାଇଁ ଏଇ ଚ୍ୟାନେଲକୁ ଆସିଛନ୍ତି। ନମସ୍କାର, ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ।